ଯେତେବେଳେ କ୍ରିୟା କରୁ କରୁ ଆପଣଙ୍କ ଭିତରେ ସମସ୍ତ ସଂସ୍କାର କ'ଣ ହେବ? ପାଉଁଶ ହେଇଯିବ। ମନ ଶୂନ୍ୟ ଅବସ୍ଥା ସୃଷ୍ଟି ହେବ ମନର। ଆପଣ ସବୁ ସମୟରେ ଶାନ୍ତ ରହିବେ, ସ୍ଥିର ରହିବେ, ମନର ଏକାଗ୍ରତା ଅବସ୍ଥା ଆସିବ ଏବଂ ବହୁତ ଆନନ୍ଦ ଆପଣଙ୍କୁ ଲାଗିବ। ଆଉ ତାର ଉପର ଷ୍ଟେଜ ଆପଣଙ୍କୁ କ'ଣ ଲାଗିବ ନା ଖାଲି ଖାଲି ଲାଗିବ। ଖାଲି ଖାଲି ମାନେ ସବୁ ଅଛି ଆପଣଙ୍କର, କିନ୍ତୁ ଆପଣଙ୍କ ମନରେ କିଛି ନାହିଁ। ପୁଅ ଅଛି, ଝିଅ ଅଛି, ଆପଣଙ୍କ ମନରେ କିଛି ନାହିଁ। ତା ଅର୍ଥ କୌଣସି କଥା ଆପଣ ମନକୁ ଆନ୍ଦୋଳିତ କରୁନଥିବ, କୌଣସି କଥା ଆପଣଙ୍କୁ ଅଧୈର୍ଯ୍ୟ ବା ବ୍ୟତିବ୍ୟସ୍ତ କରୁନଥିବ। ତା ପୂର୍ବରୁ ଭଲ ଭାବରେ ଜ୍ଞାନ ନହେଲେ ସାଧନାଟା ଠିକ୍ ହୁଏ ନାହିଁ।